हाय फ्रेंड नमस्कार जय जगन्नाथ। आशा करছি ଆପଣମାନେ ବହୁତ ଭଲରେ ଥିବେ ଖୁସିରେ ଥିବେ ସେମିତି ଭଲରେ ରୁହନ୍ତୁ ଖୁସିରେ ରୁହନ୍ତୁ। ଆଜି ଆପଣମାନଙ୍କ ସହିତ ମୁଁ ଗୋଟେ ଟିପ୍ସ ସେୟାର କରୁଛି ଛୋଟ ଭିଡ଼ିଓଟିଏ ଆଶା କରୁଛି ଆପଣମାନେ ସମସ୍ତେ ଦେଖିବେ। ଦେଖନ୍ତୁ ମୁଁ ଗୋଟେ ବର୍ଷ ଧରି ଆପଣମାନଙ୍କ ଘରେ ବି ଥିବ ଠାକୁର ପୂଜାରେ ୟୁଜ୍ କରୁଥିବେ ଯେଉଁ ତମ୍ବା ଜିନିଷକୁ ଆମେ ମାନେ ସଫା କରିବା ଏତେ ଇଜି ହେଇନଥାଏ ମାର୍କେଟରୁ ସବୁ ମାନେ ବହୁତ ପ୍ରକାର କେମିକାଲ ଆଣିକି ଆମେ ତାକୁ ସଫା କରିଥାଉ। ବଟ୍ ମୁଁ ଆପଣମାନଙ୍କ ସହିତ ଗୋଟେ ଛୋଟିଆ ଘରୋଇ ଟିପ୍ସ ଦେଉଛି ଆଉ ଆପଣମାନେ ତା ଭିତରେ ଗୋଟେ ସେକେଣ୍ଡରେ ପୁରା ତମ୍ବା ଜିନିଷକୁ ପୁରା ଚକାଚକ୍ କରିପାରିବେ। ଦେଖନ୍ତୁ ମୁଁ ଏଇଠି ଟିକେ ତେନ୍ତୁଳି ଖଟା ନେଇଛି ଆଉ ତାକୁ ଖାଲି କିଛି ବି କରୁନି ଖାଲି ସେମିତି ସେ ତେନ୍ତୁଳି ଖଟାକୁ ନେଇକି ଯେଉଁ ଆମେ ଖାଇବାରେ ବି ୟୁଜ୍ କରନ୍ତି ଯେଉଁ ଖଟା ସେଇ ଖଟାକୁ ତାକୁ ମୁଁ ସେଇ କୁମ୍ଭ ସାରା ଲଗେଇଦେଲି ପୁରା ହାଲକା ଭାବେ ବେଶୀ ବି ପ୍ରେସର ଦେବାର ନାହିଁ ଘଷି ଯେମିତି ମାଜନ୍ତି ସେମିତି କରିବାର ନାହିଁ ଖାଲି ତା ସବୁ ଜାଗାରେ ଲଗେଇବାର ଅଛି ବାସ୍। ଏମିତି ଦେଖନ୍ତୁ କେତେ ସାରା ତାର ପୂର୍ବରୁ କେମିତି ଥିଲା କଲର୍ ଆଉ ଏବେ କେମିତି କଲର୍ ହେଇଗଲାଣି ଦେଖନ୍ତୁ କେତେ ସୁନ୍ଦର ଭାବେ ସବୁ ସଫା ହେଇଗଲାଣି ଚାରିପଟରେ ଯେତେ ବି ମଇଳା ଲାଗିଥିଲା ଦେଖନ୍ତୁ ଧୀରେ ଧୀରେ କୁମ୍ଭର କଲର୍ ପରିବର୍ତ୍ତନ ହେଇଗଲାଣି। ଦେଖନ୍ତୁ ମୁଁ ତାକୁ ଏବେ ଟିକେ ଧୋଇଦେବି। ଦେଖନ୍ତୁ କଲର୍ ପୁରା କେମିତି ଚେଞ୍ଜ ହେଇଛି ହେଲା ନା ଚୁଟକିରେ କାମ। ତ ଫ୍ରେଣ୍ଡସ୍ ଯଦି ଆପଣମାନଙ୍କୁ ଏ ଟିପ୍ସଟି ଭଲ ଲାଗିଥିବ ନିହାତି କମେଣ୍ଟ କରିବେ ଆଉ ଲାଇକ୍ କରିଦେବେ ଆପଣମାନଙ୍କ ସାଙ୍ଗମାନଙ୍କ ସହିତ ବି ସେୟାର କରିଦେବେ।